ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍ ମାନେ ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଏକ ସଫଳତା ହାସଲ କରିଛନ୍ତି, ଯାହା ଭାରତୀୟ କ୍ରିକେଟ ଇତିହାସରେ କେବଳ ଚତୁର୍ଥ ଥର ପାଇଁ ଘଟିଛି। ଏହା ସହିତ ଭାରତ 18 ବର୍ଷର ମରୁଡ଼ି ଶେଷ କରିଛି। ଶୁକ୍ରବାର ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଦିନ ଟିମ୍ ଇଣ୍ଡିଆ 5 ୱିକେଟ୍ ହରାଇ 448 ରନ୍ କରିଥିଲା। ଏହା ୱେଷ୍ଟଇଣ୍ଡିଜ୍ ଉପରେ 286 ରନ୍ର ପଛରେ ରହିଛି, ଯିଏ ସେମାନଙ୍କର ପ୍ରଥମ ଇନିଂସରେ କେବଳ 162 ରନ୍ କରିପାରିଥିଲେ। ଏହି ମ୍ୟାଚରେ 3 ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିଛନ୍ତି। ଏହା ଚଳିତ ବର୍ଷ ତୃତୀୟ ଥର ଯେ 3 କିମ୍ବା 4 ଠାରୁ ଅଧିକ ଭାରତୀୟ ବ୍ୟାଟ୍ସମ୍ୟାନ୍ ଏକ ଟେଷ୍ଟ ମ୍ୟାଚ୍ ସମାନ ଇନିଂସରେ ଶତକ ହାସଲ କରିଛନ୍ତି। ଏହାର ଅର୍ଥ ହେଉଛି ଏହା 2025 ମସିହାରେ 3 ଥର ଘଟିଛି, ଯେତେବେଳେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଏକ ଟେଷ୍ଟ ମ୍ୟାଚର ସମାନ ଇନିଂସରେ 3 କିମ୍ବା ତା'ଠାରୁ ଅଧିକ ଶତକ ହାସଲ କରିଛନ୍ତି। ଭାରତୀୟ କ୍ରିକେଟ ଇତିହାସରେ ଏହା ଚତୁର୍ଥ ଥର ଯେ 3 ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ଗୋଟିଏ ବର୍ଷରେ ଗୋଟିଏ ଟେଷ୍ଟ ଇନିଂସରେ 3 କିମ୍ବା ତା'ଠାରୁ ଅଧିକ ଶତକ ହାସଲ କରିଛନ୍ତି। ପ୍ରଥମ ଥର ପାଇଁ 1979 ମସିହାରେ, ତାପରେ 1986 ଏବଂ 2007 ମସିହାରେ ଏହା ଘଟିଥିଲା। 2007 ମସିହାରୁ 18 ବର୍ଷ ପରେ ଏହା ଘଟିଛି।